ମୋର ପ୍ରିୟ ପିଲାମାନେ, ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାର ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଇଏ ଭେକେନ୍ସି ଆପଣଙ୍କର ଆସିଛି ଓଡ଼ିଶା ସରକାରଙ୍କ ଅଧୀନରେ ଥିବା ଅଫିସ୍ ଅଫ୍ ଦ ଡିଷ୍ଟ୍ରିକ୍ଟ ଜଜ୍ ଗଜପତି ପାରଳାଖେମୁଣ୍ଡି ତରଫରୁ। ତ ଫାଷ୍ଟ ଅଫ୍ ଅଲ୍ ଆପଣଙ୍କୁ କହିବା ପାଇଁ ଚାହିଁବି ଯେ ଏହାକୁ ଅଲ୍ ଓଡ଼ିଶାର ସବୁ ଜିଲ୍ଲାର ସମସ୍ତେ ଆପଣଙ୍କର ଆପ୍ଲାଏ କରିପାରିବେ। ଅଲରେଡି ଆପଣଙ୍କ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ଭେକେନ୍ସି ସମ୍ପର୍କରେ ଭିଡ଼ିଓ ଅପଲୋଡ଼ କରିଦେଇଛି ଏବଂ ଯେତେବେଳେ ବି ଭେକେନ୍ସି ଆପଣଙ୍କର ବାହାରେ ନା, ବ୍ୟାକ୍ ଟୁ ବ୍ୟାକ୍ ସବୁ ଜିଲ୍ଲାର ଆପଣଙ୍କର ଭେକେନ୍ସି ବାହାରେ। ଆଉ ଅଲ୍ ଓଡ଼ିଶାର ସମସ୍ତେ ଆପ୍ଲାଏ କରିପାରିବେ, କିନ୍ତୁ କଣ୍ଡିସନ୍ କେବଳ ଏଇଆ, ଆପଣଙ୍କୁ ପରୀକ୍ଷା ଦେବା ପାଇଁ ଏଇ ଜିଲ୍ଲାକୁ ଯିବା ପାଇଁ ପଡ଼ିବ। ନମ୍ବର ୱାନ୍। ନମ୍ବର ଟୁ, ସବୁ ଜିଲ୍ଲାର ପରୀକ୍ଷା ଗୋଟେ ଦିନରେ ଆପଣଙ୍କର ହୁଏ। ତେଣୁ କରିକି ସବୁଠୁ ବେଷ୍ଟ ହେବ ଆପଣ ନିଜ ଜିଲ୍ଲାରେ ଆପ୍ଲାଏ କଲେ ବେଷ୍ଟ ହେବ। ଦେନ୍ ନହେଲେ ସବୁ ଜିଲ୍ଲାର ସମସ୍ତେ ଆପ୍ଲାଏ କରିପାରିବେ। ଠିକ୍ ଅଛି। ତ ଆପଣଙ୍କୁ ସବୁଦିନ ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ଇନଫର୍ମେସନ୍ ଜଣେଇଦେବି। ତ ଲାଇକ୍ ଆଉ ସେୟାର କରିକି ସମସ୍ତଙ୍କୁ ଆପଣ ଜଣେଇଦେବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ବନ୍ଧୁଗଣ ଦେଖନ୍ତୁ, ୟାର ଅଫିସିଆଲ ୱେବସାଇଟ୍ ଆପଣଙ୍କର ହେଉଛି, ଆପଣ ସିମ୍ପଲି ଗୁଗଲରେ ସର୍ଚ୍ଚ କରିବେ ଡିଷ୍ଟ୍ରିକ୍ଟ ଇ କୋର୍ଟ। ଡିଷ୍ଟ୍ରିକ୍ଟ ଇ କୋର୍ଟ ସର୍ଚ୍ଚ କଲେ ଯେଉଁ ପ୍ରଥମ ୱେବସାଇଟ୍ ଆପଣଙ୍କର ଆସିଲା, ଦେଖନ୍ତୁ এইটা হচ্ছে আপনার অফিসিয়াল ওয়েবসাইট। ecourts.gov.in। ঠিক আছে, ଆପଣ ୟା ଉପରେ କ୍ଲିକ୍ କଲେ ଦେନ୍ ଗଜପତି ମୁଁ ଆପଣଙ୍କୁ କହିଲି ଅଲରେଡି ମୁଁ ସୁନ୍ଦରଗଡ଼ର ଭିଡ଼ିଓ ଅପଲୋଡ଼ କରିଦେଇଛି। ଗଜପତି ଉପରେ ଆପଣ କ୍ଲିକ୍ କଲେ, ଯେମିତି ଆପଣ କ୍ଲିକ୍ କରିବେ ଏଇଠି ଆପଣ ଟିକେ ସ୍କ୍ରଲ୍ ଡାଉନ୍ କରିବେ। ଦେଖନ୍ତୁ ଲେଖା ହେଇଛି ନା ନୋଟିସେସ୍। এই ନୋଟିସେସ୍ ଅଣ୍ଡରରେ ରିକ୍ରୁଟମେଣ୍ଟ ଉପରେ କ୍ଲିକ୍ କରିବେ ହେଲା। ଏ ରିକ୍ରୁଟମେଣ୍ଟ ଉପରେ ଯେମିତି ଆପଣ କ୍ଲିକ୍ କରିବେ, ଆପଣ ଦେଖିପାରୁଥିବେ 14 ତାରିଖ ଡେଟ୍ର ଆପଣଙ୍କର ଶୋ କରିବ ଆଡଭର୍ଟାଇଜମେଣ୍ଟ ଫର୍ ଦ ପୋଷ୍ଟ ଅଫ୍ ଜୁନିୟର କ୍ଲର୍କ। এই ভিউ ଉପରେ ଆପଣ କ୍ଲିକ୍ କରିକି ନୋଟିଫିକେସନଟିକୁ ଡାଉନଲୋଡ୍ ଆପଣଙ୍କର କରିପାରିବେ। ଏଥିରେ ଦେଖନ୍ତୁ ପଦବୀ ତିନି ପ୍ରକାର ଆପଣଙ୍କର ଅଛି। ଜୁନିୟର କ୍ଲର୍କର ଅଛି, ଜୁନିୟର ଟାଇପିଷ୍ଟ ଅଛି, ଆଉ ଷ୍ଟେନୋଗ୍ରାଫର ଆପଣଙ୍କର ରହିଛି। ଜୁନିୟର କ୍ଲର୍କରେ 9ଟି ପଦବୀ, ଟାଇପିଷ୍ଟରେ 3ଟି, ଆଉ ଷ୍ଟେନୋଗ୍ରାଫରରେ 2ଟି ଆପଣଙ୍କର। କ୍ୱାଲିଫିକେସନ ମୁଁ ଆପଣଙ୍କୁ ଦରମା ଦେଖି ଦିଅନ୍ତୁ, ଏଠି ଲେଖା ହେଇଛି ପାର୍ମାନେଣ୍ଟ ଆପଣଙ୍କର ଚାକିରି ଅଛି ଲେଖା ହେଇଛି ହେଲା। କ୍ୱାଲିଫିକେସନ ଜୁନିୟର କ୍ଲର୍କ ସମସ୍ତଙ୍କ ପାଇଁ କ୍ୱାଲିଫିକେସନ ମିନିମମ୍ ଆପଣ +3 ଆପଣ ପାସ୍ କରିଥିବେ। ତା ସହିତ ଆପଣଙ୍କ ପାଖରେ ଆଇଦର ଡିସିଏ ଡିପ୍ଲୋମା ଇନ୍ କମ୍ପ୍ୟୁଟର ଆପ୍ଲିକେସନ କିମ୍ବା ପିଜିଡିସିଏ ର ଆପଣଙ୍କର ସାର୍ଟିଫିକେଟ୍ ଥିବ। এই ଜୁନିୟର କ୍ଲର୍କ ପାଇଁ ଆପଣଙ୍କର କିଛି ବି ଟାଇପିଂ ବଗେରା ଦରକାର ନାହିଁ, କିନ୍ତୁ ଜୁନିୟର ଟାଇପିଷ୍ଟ ପାଇଁ ଟାଇପିଂ ଆପଣଙ୍କୁ ଆସୁଥିବା ଦରକାର। ଷ୍ଟେନୋଗ୍ରାଫର ପାଇଁ ଆପଣଙ୍କର ଷ୍ଟେନୋଗ୍ରାଫି ଆସୁଥିବା ଆପଣଙ୍କର ଦରକାର। କ୍ୱାଲିଫିକେସନ ସମ୍ପର୍କରେ ମୁଁ ଆପଣଙ୍କୁ କହିଲି। ଯଦି ଏଜ୍ ଲିମିଟ୍ ଆପଣଙ୍କର କହିବି, ଦେନ୍ ଏଜ୍ ଲିମିଟ୍ ଆପଣଙ୍କର ମିନିମମ୍ 18 ବର୍ଷରୁ 32 ବର୍ଷ ଭିତରେ ଆପଣଙ୍କର ହେଇଥିବା ଦରକାର। କିନ୍ତୁ ଏସଟି, ଏସସି, ଏସସିବିସି ଲେଡିଜ୍ ମାନଙ୍କର 5 ବର୍ଷ ବଢ଼ିଯିବ। ତ 18ରୁ 37 ବର୍ଷ ଭିତରେ ଥିଲେ ଆପଣ ଆପ୍ଲାଏ କରିପାରିବେ। ଠିକ୍ ଅଛି, ଜାଣିଗଲେ। ଏବେ କେମିତି ଆପଣ ଆପ୍ଲାଏ କରିବେ, ଦେଖନ୍ତୁ କୌଣସି ବି ଏକ୍ସାମିନେସନ୍ ଫି ଆପଣଙ୍କୁ ଦେବାକୁ ପଡ଼ିବନି। ଆପ୍ଲାଏ କେମିତି କରିବେ ଆଗ ମୁଁ କହିଦେଉଛି ହେଲା। এই ଯେଉଁ ପେଜ୍ ନମ୍ବର 8, এই ପେଜ୍ ନମ୍ବର 8କୁ ଆପଣ ପ୍ରିଣ୍ଟ ଆଉଟ୍ କାଢ଼ିବେ। କାଢ଼ିଲା ପରେ ଦେଖନ୍ତୁ ଏଇଠି ଆପଣଙ୍କର ଡକୁମେଣ୍ଟ ଲିଷ୍ଟ ଆପଣଙ୍କୁ ଲେଖା ହେଇଛି ହେଲା। এই ଡକୁମେଣ୍ଟ ଗୁଡ଼ାକୁ ଆପଣ ଆଟାଚ୍ କରିବେ। ଠିକ୍ ଅଛି, ଆଟାଚ୍ ଆପଣ କଲେ ଦେନ୍ ଏଇ ଆଡ୍ରେସ୍ ଦେଖନ୍ତୁ, ଏଇ ଆଡ୍ରେସ୍ରେ ଆପଣ କ'ଣ କରିବେ ନା ପଠାଇଦେବେ। এই ଆଡ୍ରେସ୍ ଆପଣଙ୍କୁ ଦେଖନ୍ତୁ ଲେଖା ହେଇଛି ଏଇଟା ଆପଣଙ୍କର, ଦେଖନ୍ତୁ ଷ୍ଟାର୍ଟିଂରେ ଦେଖନ୍ତୁ ଏଇଟା ଅଫିସ୍ ଅଫ୍ ଦ ଡିଷ୍ଟ୍ରିକ୍ଟ ଜଜ୍ ଗଜପତି ପାରଳାଖେମୁଣ୍ଡି, এই ଆଡ୍ରେସ୍ରେ ଆପଣ ପଠାଇଦେବେ। ସ୍ପିଡ୍ ପୋଷ୍ଟ କିମ୍ବା ରେଜିଷ୍ଟର୍ଡ ପୋଷ୍ଟ ମାଧ୍ୟମରେ ପଠାଇବେ। 14 ଜୁନ୍ ଆପଣଙ୍କର ଲାଷ୍ଟ ଡେଟ୍ ରହିଛି। ଠିକ୍ ଅଛି, ଏବେ ସିଲେକ୍ସନ୍ ଆପଣଙ୍କର କେମିତି ହେବ, ସମସ୍ତଙ୍କର ସେମ୍ ରହିଛି। ଜୁନିୟର କ୍ଲର୍କର ଆଗ ଆପଣଙ୍କର ରିଟିନ୍ ପରୀକ୍ଷା ହେବ। ଆଉ ଏହାର ସବୁ ପ୍ରିଭିୟସ୍ ଇୟର୍ କ୍ୱେଶ୍ଚନ୍ କେଉଁଠୁ ପାଇବେ, ଓଡ଼ିଶାର ସବୁଠାରୁ ବଡ଼ ଟେଲିଗ୍ରାମ ଗ୍ରୁପ୍ ରହିଛି ଆମର, ଓଡ଼ିଶା ଟିଚର ଆସୋସିଏସନ୍, ଯେଉଁ ଗ୍ରୁପ୍ରେ 2,14,000ରୁ ଅଧିକ ପିଲା ଅଛନ୍ତି। ଆପଣ ସେଇ ଗ୍ରୁପ୍ରେ ଆପଣ ଜଏନ୍ ହେଲେ, ଜଏନ୍ ହେଲା ପରେ ଟିକେ ସ୍କ୍ରୋଲ୍ ଡାଉନ୍ କରିବେ, ଫାଇଲ୍ସ ଉପରେ କ୍ଲିକ୍ କରିବେ ଆଉ ଲେଖିବେ ଜୁନିୟର କ୍ଲର୍କ ଲେଖିଦେବେ। ଜୁନିୟର କ୍ଲର୍କ ଯେତିକି ବି ଅଲ୍ ଓଡ଼ିଶାରେ ଆପଣଙ୍କର ପରୀକ୍ଷା ହେଇଛି ସବୁ କ୍ୱେଶ୍ଚନ୍ସ ୱିଥ୍ ଆନ୍ସର୍ କି ଆପଣଙ୍କୁ ମିଳିଯିବ। ଠିକ୍ ଅଛି, ଦେନ୍ ଦେଖନ୍ତୁ ସିଲେକ୍ସନ୍ ଆଗ ଇଂରାଜୀ 100 ମାର୍କର 2 ଘଣ୍ଟା, ମ୍ୟାଥମେଟିକ୍ସ 100 ମାର୍କର 1 ଘଣ୍ଟା,
ଆଉ ଜିକେ 100 ମାର୍କର ଘଣ୍ଟେ। ଏଥିରେ ଆପଣ କ୍ୱାଲିଫାଇ କଲା ପରେ କମ୍ପ୍ୟୁଟର ପ୍ରାକ୍ଟିକାଲ ଆପଣଙ୍କର ହବ, ଦେନ୍ ଭାଇଭା ହବ। ସେମିତି ଜୁନିୟର ଟାଇପିଷ୍ଟ ପାଇଁ ଦେଖନ୍ତୁ କେବଳ ଇଂରାଜୀ 100 ମାର୍କର ହବ, 2 ଘଣ୍ଟା କ୍ୱାଲିଫାଇଂ ଇନ୍ ନେଚର, ଦେନ୍ ଟାଇପିଂ ଟେଷ୍ଟ, ଦେନ୍ କମ୍ପ୍ୟୁଟର ପ୍ରାକ୍ଟିକାଲ, ଦେନ୍ ଆପଣଙ୍କର ଭାଇଭା ରହିଛି। ସେମିତି ଷ୍ଟେନୋଗ୍ରାଫର ପାଇଁ ଇଂରାଜୀ ପଡ଼ିବ 100 ମାର୍କ 2 ଘଣ୍ଟା, ଦେନ୍ ଟାଇପିଂ ଆପଣଙ୍କର ଟେଷ୍ଟ ହେବ 50, ମାନେ ଏଇ ଯେଉଁ ସର୍ଟ ହ୍ୟାଣ୍ଡ ଟାଇପିଂ ଆପଣଙ୍କର, ଦେନ୍ ପ୍ରାକ୍ଟିକାଲ ହେବ, ଆଉ ଭାଇଭା ଆପଣଙ୍କର ହେବ। ଠିକ ଜାଣିଗଲେ। ଆଉ ଏଥିରେ କଣ କଣ ସବୁ ପଡ଼ିବ ତାହା ବି ଆପଣଙ୍କ ଲେଖା ହେଇଛି ଦେଖନ୍ତୁ। ଇଂରାଜୀରେ ଆପଣଙ୍କର କଣ କଣ ପଡ଼ିବ, ଯେମିତି ଏସେ ଆପଣଙ୍କର ପଡ଼ିବ, ଓଡ଼ିଆରୁ ଇଂରାଜୀ ଟ୍ରାନ୍ସଲେସନ୍, ଇଂରାଜୀରୁ ଓଡ଼ିଆ ଟ୍ରାନ୍ସଲେସନ୍, ମ୍ୟାଥମେଟିକ୍ସରେ କଣ କଣ ପଡ଼ିବ, ଜିକେରେ କଣ ପଡ଼ିବ, ସବୁ ଜିନିଷ ମେନସନ୍ କରାହେଇଛି। ଆପଣ ତାକୁ ଦେଖିଦେବେ ଆଉ ଆକର୍ଡିଂଲି ଆପଣଙ୍କର ଆପ୍ଲାଏ କରିବେ। ଏବଂ ୟା ପରେ ବ୍ୟାକ୍ ଟୁ ବ୍ୟାକ୍ ମୁଁ ଆପଣଙ୍କର ସବୁ ଜିଲ୍ଲା ପାଇଁ ମଧ୍ୟ ଭିଡ଼ିଓ ବନେଇଦେବି। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ। ଥ୍ୟାଙ୍କ ୟୁ।